শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত ষষ্ঠ স্কন্ধ ষষ্ঠ অধ্যায়। ষষ্ঠরে দক্ষ কন্যা বংশ পৃথক পৃথক প্রকাশ। শ্রীশুক উবাচ ଶୁଣ ରାଜନ ଏ ଅନ୍ତରେ ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ଭାରି ଯାଅସି କିଙ୍କଠାରେ 60 କନ୍ୟା ଜନ୍ମାଇଲେ ଧର୍ମଙ୍କୁ ଦେଲେ କନ୍ୟା 10 କଶ୍ୟପେ ଦେଲେ ତ୍ରୟୋଦଶ ସପ୍ତବିଂଶତି ଚନ୍ଦ୍ରକରେ ପ୍ରଦାନ କଲେ ଆନନ୍ଦରେ ଭୂତ ଅଙ୍ଗିରା କୁଶାସଙ୍କୁ ବେନି ବେନିଟି ଦେଲେ ତାଙ୍କୁ ଆବର 4 ଯେ କନ୍ୟାଙ୍କୁ ଅର୍ପିଲେ ତାର୍କ୍ଷ କଶ୍ୟପଙ୍କୁ ଏ ସର୍ବ କନ୍ୟାଙ୍କର ନାମ କହିବା ଶୁଣ ହେ ରାଜନ ପ୍ରଜାପତିଙ୍କ କନ୍ୟା ଯେତେ ପୁତ୍ରବତୀ ହେଲେ ସମସ୍ତେ ଏହାଙ୍କ ପୁତ୍ର ପୌତ୍ର ମାନେ ପୂର୍ଣ୍ଣ ହୋଇଲେ ତ୍ରିଭୁବନେ ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ କଲେ ତାହାଙ୍କ ନାମ ଶୁଣ ଭାନୁ ଲମ୍ବା କକୁଭ ଜାମି ମୁହୂର୍ତ୍ତା ବସୁ ଧର୍ମ ପତ୍ନୀ ବିଶ୍ୱାସାଧ୍ୟା ଯେ ମରୁତ୍ୱତି ସଂକଳ୍ପା ନାମେ ଯେହୁ ସତୀ ଏବେ ତାହାଙ୍କ ପୁତ୍ର ନାମ କହିବ ଶୁଣ ହେ ରାଜନ ଭାନୁର ପୁତ୍ର ହେ ରାଜନ ଦେବଋଷଭ ଯେ ତା ନାମ ଋଷଭ ସୁତ ଇନ୍ଦ୍ରସେନ ବିଦ୍ୟୁତ ଲମ୍ବାରୁ ଜନମ କକୁଭ ପୁତ୍ର ଯେ ସଂକଟ ତାହାର ତନୟ କି କଟ ଦୁର୍ଗାଭିମାନୀ ଦେବଗଣ ତାଠାରୁ ହୋଇଲେ ଜନମ ଜାମିର ପୁତ୍ର ସ୍ୱର୍ଗ ନାମ ତାଠାରୁ ନନ୍ଦୀର ଜନମ ବିଶ୍ୱାର ତହୁଁ ବିଶ୍ୱେ ଦେବା ତାଙ୍କୁ ଅପୁତ୍ରିକ ବୋଲିବା ସାଧ୍ୟାର ସୁତ ସାଧ୍ୟ ଗଣ ତା ତହୁଁ ଅର୍ଥ ସିଦ୍ଧି ଜନ୍ମ ଜୟନ୍ତ ମରୁତ୍ୱାନ 2 ଜନ୍ମିଲେ ମରୁତ୍ୱତି ତହିଁ ଜୟନ୍ତ ନାମେ ଯେ ପ୍ରକାଶ ସେ ଅଟେ ବାସୁଦେବ ଅଂଶ ଉପେନ୍ଦ୍ର ବୋଲି ଜଗତରେ ଯାକୁ ଜାଣନ୍ତି ବିଜ୍ଞାନରେ ମୁହୂର୍ତ୍ତା ଗର୍ଭେ ଦେବଗଣ ଜନ୍ମିଲେ ଅଖିଳ କାରଣ ଯେ କାଳେ ଯେ ଫଳ ପ୍ରାଣୀରେ ଦିଅନ୍ତି ମୁହୂର୍ତ୍ତ ରୂପରେ ସଂକଳ୍ପ ସଂକଳ୍ପାର ସୁତ ତାଠାରୁ କାମ ହେଲା ଜାତ ବସୁର ଅଷ୍ଟ ବସୁ ସୁତ କହିବା ଶୁଣ ପରୀକ୍ଷିତ ଦୁର୍ଭାଗ୍ୟ ଦୋଷ ଅଗ୍ନି ଦ୍ରୋଣ ବିଭାବ ସୁବସୁ ଯେ ପ୍ରାଣ ଦ୍ରୋଣ ଯେ ଅଭିମତି ତହିଁ ହର୍ଷ ଶୋକ ଭୟ ଜନ୍ମାଇ ପ୍ରାଣର ଊର୍ଜସ୍ୱତୀ ନାମା ପତ୍ନୀ ଯେ ଅତି ମନୋରମା ତା ତହୁଁ ଏ 3 ଉଦ୍ଭବ ସହ ଆୟୁ ଯେ ପୁରୋଜବ ଧରଣୀ ଜାୟା ଯେ ଧ୍ରୁବର ତା ଗର୍ଭୁ ଜାତ ନାନା ପୁର ଅର୍କର ରମଣୀ ବାସନା ତା ପୁତ୍ର ତର୍ଷ ଆଦି ନାମା ଅଗ୍ନିର ଭାର୍ଯ୍ୟା ଧାରା ହେଲେ ବହୁ ପୁତ୍ର ସେ ପ୍ରସବିଲେ କୃତିକା ପୁତ୍ର ସ୍କନ୍ଧ ହୋଇ
ଯହୁଁ ବି ଶାଖ ଆଦି ହୋଇ ସର୍ବରୀର ମଣି ଦୋଷର ତାହାର ପୁତ୍ର ଶିଶୁମାର ଈଶ୍ୱର ଅଂଶ ଯେ ଅଟଇ ଜଗତ ବ୍ୟାପିତ ସେ ହୋଇ ବସୁ ବନିତା ଅଙ୍ଗିରସି ତହୁଁ ବିଶ୍ୱକର୍ମା ପ୍ରକାଶୀ ସକଳ କଳା ମାନଙ୍କର ସ୍ୱାମୀ ଅଟଇ ଜଗତର ସେ ବିଶ୍ୱକର୍ମା ବିର୍ଜୁଜାତ ଚାକ୍ଷୁଷ ମନୁ ନାମେ ସୁତ ବିଶ୍ୱେ ଦେବାଦି ସାଧ୍ୟ ଯେତେ ମନୁର ପୁତ୍ର ଏ ଜଗତେ ବିଭାବ ସୁର ତିନି ସୁତ ଉଷା ଗର୍ଭରୁ ହେଲେ ଜାତ ତାହାଙ୍କ ନାମ ଶୁଣ ନୃପ ବିଷ୍ଟରୋଚିଷ ଯେ ଆତପ ଏ ତିନି ପୁତ୍ରଙ୍କ ମଧ୍ୟର ଆତପ ନାମ ଅଟେ ଯାର ତାଠାରୁ ଦିବସ ଜନମ ଯାହାର ନାମ ପଞ୍ଚଜାମ ଯାହେତୁ ପ୍ରାଣୀ ଜାଗରିତ ସଂସାରେ ହନ୍ତି ଆତ ଜାତ ଏବେ ସେ ଭୂତଙ୍କର ବଂଶ କହିବା ଶୁଣ ନରଈଶ ଯେ ପତ୍ନୀ ସ୍ୱରୂପା ନାମେଣ ତାଠାରୁ ଜାତ ରୁଦ୍ରଗଣ ତାହାଙ୍କ ନାମ ଏକ ଏକ କହିବା କର ହେ ବିବେକ ରୈବତ ଅଜ ଭବ ଭୀମ ଉଗ୍ର ବୃଷା କପି ଯେ ବାମ ଅଜୈକ ପାଦ ଐହିର୍ବୁଦ୍ଧ୍ୟ ମହାନ ବହୁରୂପ ନାମ ଏ ଏକାଦଶ ରୁଦ୍ରଗଣ ଜନମ ହେଲେ ପୃଥିରେଣ ରୁଦ୍ରର ପାରିଷଦ ଯେତେ କହିବି ଏକେ ଏକେ କେତେ ପ୍ରେତ ବିନାୟକ ଯେ ଘୋର ଏମନ୍ତେ ଜନ୍ମିଲେ ଅପାର ଅଙ୍ଗିର ସଜେ ପ୍ରଜାପତି ତାହାର ପତ୍ନୀ ସଧା ସତୀ ପିତୃଗଣଙ୍କୁ ସେ ଜନ୍ମାଇ ଆବର ଶୁଣ ଯାହା କହି ଅଥର୍ବ ଅଙ୍ଗିରସ ବେଦ ସତୀର ପୁତ୍ର ଯେ ସମ୍ବାଦ କୃଶାସ ନାମେ ପ୍ରଜାପତି ଅର୍ଚିଧିଷଣା ତା ଯୁବତୀ ଧୂମକେତୁ ଯେ ଅର୍ଚି ସୁତ ଧିଷଣା ଠାରୁ ଚାରି ପୁତ୍ର ଦେବଶୀ ରାମନୁ ବୟୁନ ଦେବଳ ଏ ଚାରି ନନ୍ଦନ ତାର୍ଯ୍ୟ ନାମରେ ଯେ କଶ୍ୟପ ତା ପତ୍ନୀ ନାମ ଶୁଣ ନୃପ ବିନତା ପତଙ୍ଗୀ ଜାମିନୀ କଦ୍ରୁଏ ଚାରୋଟି କାମିନୀ ବିନତା ଗରୁଡ଼ ରୁଣ ଦୁଇ ସନ୍ତାନ କଲେ ଜନ୍ମ ଗରୁଡ଼ ବିଷ୍ଣୁଙ୍କ ବାହନ ସୂର୍ଯ୍ୟଙ୍କ ସାରଥି ଅରୁଣ ପତଙ୍ଗୀ ପତଙ୍ଗ ମାନଙ୍କୁ ଜାମିନୀ ସଲଭ ପୁତ୍ରଙ୍କୁ କଦ୍ରୁର ଗର୍ଭୁ ନାଗ ଯେତେ ଉତ୍ପନ୍ନ ହୋଇଲେ ସମସ୍ତେ କୃତିକା ଆଦି ଯେତେ ରୁକ୍ଷ ଚନ୍ଦ୍ରର ପତ୍ନୀ ଏ ପ୍ରତ୍ୟକ୍ଷ ନିତ୍ୟ କେବଳ ରୋହିଣୀର ପ୍ରେମରେ ବସ ଶଶଧର ଦେଖନ୍ତେ କନ୍ୟାଙ୍କର ଦୁଃଖ ସାପ ବିହିଲେ କୋପେ ଦକ୍ଷ ସେ ସାପୁ କ୍ଷୟ ରୋଗେ ସୋମ ଦିନକୁ ଦିନ ହେଲେ କ୍ଷୀଣ ଦକ୍ଷଙ୍କୁ ପ୍ରସନ୍ନ କରାଇ କଳା ଲଭିଲେ ପୁଣ ସେହି କୃଷ୍ଣ ଶୁକ୍ଳରେ ଏହି କଳା କ୍ରମରେ କ୍ଷୟ ବୃଦ୍ଧି ହେଲା ଏ ଅନନ୍ତରେ ମାତୃଗଣ ତାହାଙ୍କ ନାମ କହୁ ଶୁଣ କଶ୍ୟପ ପତ୍ନୀ ମାନଙ୍କର କହିବା ନାମର ବିସ୍ତାର
ଯାହାର ଅପତ୍ୟରୁ କରି ଜଗତ ଯାକ ଅଛି ପୁରୀ। କୀର୍ତ୍ତନ କଲେ ତାଙ୍କ ନାମ ପ୍ରାଣୀ ଲଭନ୍ତି ସୁଖ ଧାମ। ତେଣୁ ମୁଁ ତୁମ୍ଭର ନିକଟେ ତାହାଙ୍କ ନାମକୁ ପ୍ରକଟେ। ଅଦିତି ଦିତି ଦନୁ ତିନି କାଷ୍ଠା ଅରିଷ୍ଟା ପୁଣ ବେନି। ସୁରସାଇଳା ମୁନି ପୁଣି କ୍ରୋଧ ବସା ତାମ୍ରା ତରୁଣୀ। ସୁର ବିସୁର ମା ପ୍ରକାଶ ତିମି ସହିତେ ତ୍ରୟୋଦଶ। ଏହାଙ୍କର ଯେ ହେଲେ ସୁତ କହିବା ଶୁଣ ପରୀକ୍ଷିତ। ଜଳ ଜନ୍ତୁ ଏ ତିମି ଠାରୁ ସ୍ୱାପଦେଶର ମା ଗର୍ଭରୁ। ଗୋରୁ ମହିଷ ଆଦି ଯେତେ ଦିଖୁର ପଶୁ ଏ ସମତେ। ସୁରଭି ଠାରୁ ହେଲେ ଜାତ କହିବା ଶୁଣ ତାମ୍ରା ସୁତ। ସ୍ୱେନ ଗୃଧାଦି ବିହଙ୍ଗମ ମୁନିର ଅପସରି ଗଣ। ଦ୍ୱନ୍ଦ୍ୱ ସୁକାଦି ସର୍ବଜେତେ କ୍ରୋଧ ବସା ସୁତ ସମସ୍ତେ। ଇଳାର ତହୁଁ ବୃକ୍ଷମାନ ସୁରସା ସୁତ ଜାତୁ ଧାନ। ଗନ୍ଧର୍ବେ ଅରିଷ୍ଟାର ପୁତ୍ର କାଷ୍ଟାର ଏକ ଖୁର ସୁତ। ଧନୁର ଏକ ଷଠି ସୁତ 18 ପ୍ରଧାନ ଯେ ପୁତ୍ର। ଶୁଣ କହିବା ହେ ରାଜନ ଏହାଙ୍କ ଏକ ଏକ ନାମ। ଦ୍ୱିମୂର୍ଦ୍ଧା ଅରିଷ୍ଟ ସମ୍ବର ହୟଗ୍ରୀବ ଯେ ଶଙ୍କୁଶିର। ବିଭାବ ସୁଜେ ଅୟମୁଖ ବୃଷପର୍ବା ଯେ ବିରୂପାକ୍ଷ। ସର୍ଭାନୁ କପିଳ ରୁଣ ପୁଲୋମା ଏକ ଚକ୍ର ଜାଣ। ଧୂମ୍ରକେଶ ଅନୁତାପନ ଦୁର୍ଜୟ ବିପ୍ରଚିତି ନାମ। ସୁର୍ଭାନୁ କୁମାରୀ ସୁପ୍ରଭା ନମୁଚି ତାଙ୍କୁ ଦେଲେ ବିଭା। ରାଜନ ଯେ ବୃଷ ପର୍ବାର ଶର୍ମିଷ୍ଠା ନାମେ କନ୍ୟା ବର। ଅତି ସୁନ୍ଦରୀ କନ୍ୟା ଥିଲା ଯଦାତି ତାକୁ ବିଭା ହେଲା। ଧନୁର ପୁତ୍ର ବୈଶ୍ୱାନର 4ଟି କନ୍ୟା ହେଲେ ତାର। ସେମାନେ ପରମ ସୁନ୍ଦରୀ କହିବା ନାମ ତାହାଙ୍କରି। ଉପଦାନ ବିହୟଶିରି କାଳକା ପୁଲୋମା ସୁନ୍ଦରୀ। ଉପଦାନ କନ୍ୟା ତୁଲେ ହିରଣ୍ୟାକ୍ଷ ଯେ ବିଭା ହେଲେ। ହୟଶିରି ନାମେ ସୁନ୍ଦରୀ କତ୍ରୁର ସେହି ହେଲା ନାରୀ। ପୁଲୋମା କାଳକାଏ ଦୁଇ କଶ୍ୟପ ସଙ୍ଗେ ବିଭା ହୋଇ। ବ୍ରହ୍ମାଙ୍କ ଆଜ୍ଞା ପାଇ କରି କଶ୍ୟପ ବିଭା ବେନି ନାରୀ। ଏ ଦୁଇ କନ୍ୟାଙ୍କ ଗର୍ଭରୁ ଦାନବେ କଶ୍ୟପ ବୀର୍ଯ୍ୟରୁ। 60 ସହସ୍ର ସମ୍ଭୂତ ସର୍ବେ ହୋଇଲେ ବଳବନ୍ତ। ଇନ୍ଦ୍ରର ଅପ୍ରୀତି କରନ୍ତି ନିତ୍ୟକୁ କର୍ମ ଆଚରନ୍ତି। ସର୍ବଦା ଯୁଦ୍ଧେ ରତ ହେଲେ ଋଷିଙ୍କ ଜାଗ ବିନାଶିଲେ। ପିତାର ପିତା ଯେ ତୋହର ଅର୍ଜୁନ ନାମଟି ଯାହାର। ସ୍ୱର୍ଗକୁ ଯାଇ କଲା ନଷ୍ଟ ଦାନବ ବଳବନ୍ତ ଦୁଷ୍ଟ। ଦାନବ ବିପ୍ରଚିତି ନାରୀ ସିଂହିକା ନାମଟି ତାହାରି। ସିଂହିକା ତହୁଁ ବିପ୍ରଚିତି ସତ ଏକ କଲା ଉତ୍ପତ୍ତି। ରାହୁତା ପ୍ରଥମ ନନ୍ଦନ ଶତକ ନିଷ୍ଠ କେତୁ ନାମ। ସେ ସର୍ବେ ଗ୍ରହ ମାନଙ୍କରେ ବିଖ୍ୟାତ ହୋଇଲେ ସଂସାରେ।
ଏଥୁ ଅନ୍ତରେ ନୃପବର ଅଦିତି ବଂଶର ବିଚାର ଯହିଁସି ବ୍ରହ୍ମାଣ୍ଡ ଠାକୁର ଅଂଶେ ହୋଇଲେ ଅବତାର ଅର୍ଜମା ବିବସ୍ୱାନ ତ୍ୱଷ୍ଟା ଧାତା ବିଧାତା ଯେ ସବିତା ଉଷା ଭଗବାର ବରୁଣ ମିତ୍ର ଶକ୍ର ଯେ ଉରୁକ୍ରମ ବିବସ୍ୱାନଙ୍କ ତହୁଁ ଜାତ ଶ୍ରାଦ୍ଧ ଦେବ ହେଲେ ସାକ୍ଷାତ ସେ ଶ୍ରାଦ୍ଧ ଦେବ ମନୁ ନାମେ ଖ୍ୟାତ ହୋଇଲା ଧରା ଧାମେ ସଂଜ୍ଞା ଯେ ଭାଗ୍ୟବତୀ ହୋଇ ଯମ ଯମୁନା ପ୍ରସବଇ ସେ ସଂଜ୍ଞା ବଡ଼ ବାରୁ ପରେ ଜନ୍ମାଇ ଅଶ୍ୱିନୀ କୁମାରେ ଛାୟାର ଶନିଶ୍ଚର ସୁତ ବିବସ୍ୱାନର ବିର୍ଜୁଜାତ ଏ ଅନନ୍ତରେ ତାର ତହିଁ ସାବର୍ଣ୍ଣୀ ମନୁ ଜାତ ହୋଇ କନ୍ୟାଏ ହୋଇଲା ଜନମ ଯାହାର ପତି ସମ୍ବରଣ ମାତୃକା ପତ୍ନୀ ଅର୍ଜମାର ବହୁତ ସୁତ ହେଲେ ତାର ଏ ସର୍ବ ମନୁଷ୍ୟ ଜାତିରେ କଳ୍ପନା କଲେ ବେଦବରେ ଉଷା ସ୍ୱଭାବେ ଅନପତ୍ୟ ପୁଣି ସେ ଅଟଇ ଅଦନ୍ତ ପୂର୍ବ କାଳରେ ଦକ୍ଷ ପ୍ରତି କୁପିତ ହେଲେ ଉମାପତି ତା ଦେଖି ପୁଷା ନିଜ ଦନ୍ତ ଦେଖାଇ ହସିଲା ବହୁତ ଏଣୁ ତା ଦନ୍ତ ଭଗ୍ନ ହୋଏ ଏବେ କହିବା ଶୁଣ ରାଏ ଦୈତ୍ୟ କନ୍ୟା ପତ୍ନୀ ତ୍ୱଷ୍ଟାର ରଚନା ନାମ ସେ କନ୍ୟାର ଏହାଙ୍କ ସୁତ ଶୁଣ ରୂପ ସନ୍ନିବେଶ ଯେ ବିଶ୍ୱରୂପ ଯାହାଙ୍କୁ ସୁର ଗଣମାନେ ବରିଲେ ପୁରୋହିତ ପଣେ ଶତ୍ରୁ ମଉଳା ଯେବେ ତାର ସେ ଯେ ସ୍ୱଭାବେ ବଳିୟାର ତଥାପି ପୁରୋହିତ ପଣେ ବରଣ କଲେ ଦେବଗଣେ ଯେବେ ସେ ଗୁରୁ ଅଙ୍ଗିରସ ମନରେ ହୋଇ ଅସନ୍ତୋଷ ତାଙ୍କୁ ତେଜିଲେ ମୁନିରାଣ ଯେ ମୁନି ସକଳ କାରଣ ସେ କଥା ସୂକ୍ଷ୍ମ ଜନହିତେ ଏ ଷଷ୍ଠ ସ୍କନ୍ଧ ଭାଗବତେ ବୋଲଇ ଦାସ ଜଗନ୍ନାଥ ଦକ୍ଷଙ୍କ ସୃଷ୍ଟି ଏ ଜଗତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ଦକ୍ଷ କନ୍ୟା ବଂଶ ବର୍ଣ୍ଣନା।